ମୋର ଗୋଟେ ଫ୍ରେଣ୍ଡ ଅଛି ଜିମ୍ ରେ, ସିଏ ସାରଙ୍କୁ କହୁଛି କି ସାର୍ କେଦାର କଣ ସପ୍ଲିମେଣ୍ଟ ନଉଛି, ଯଦି କଣ ଇନେନ୍ସ ବା କଣ ବି ନଉଛି ଷ୍ଟେରଏଡ ନଉଛି ତ ମତେ କୁହ, ମୁଁ ବି ନେବି ଏଣ୍ଡ ମୁଁ ବି ଚେଞ୍ଜ କରିବି। ଭାଇ ମୁଁ ବେସିକାଲି କହିବାକୁ ଗଲେ ମୁଁ କିଛି ଷ୍ଟେରଏଡ ନଉନି କି ମୁଁ ଏବେ ସପ୍ଲିମେଣ୍ଟ ବି ୟୁଜ କରୁନି, ଓନ୍ଲି କ୍ରିଏଟିନ୍ ଛଡା ମୁଁ ଆଉ କିଛି ସପ୍ଲିମେଣ୍ଟ ନା ପ୍ରୋଟିନ ନା କିଛି ବି ୟୁଜ କରୁନି। ଏଣ୍ଡ ମୁଁ ଭାବୁଛି ତୁ ଯଦି ଭାବୁଛୁ ହଁ ମୁଁ ବେସିକାଲି 3 ମାସରେ ଏମିତି ଫିଜିକ୍ ଆଚିଭ୍ କରିଛି। ଏଣ୍ଡ 3 ମାସ ନାହିଁ, ମୁଁ ଲଙ୍ଗ ପିରିୟଡ ଯାଏଁ ମାନେ କଣ୍ଟିନ୍ୟୁ ନଥିଲି ଏଣ୍ଡ ଏବେ 3 ମାସରେ ଭଲ ଫିଜିକ୍ ଆଚିଭ୍ କରିପାରିଛି। ସେତେ ବି ଭଲ ନାହିଁ, ମୋ ପାଇଁ ଡିସେଣ୍ଟ ଅଛି। ଏଣ୍ଡ ଗୋଟେ ଡିସେଣ୍ଟ ଫିଜିକ୍, ମୋର ସେତେ ଭେନ୍ ନାହିଁ କି ମସଲ ବି ସେତେ ବଡ ନାହିଁ। ଏଣ୍ଡ ନର୍ମାଲି ଫିଜିକ୍ ଯିଏ ବି ଆଚିଭ୍ କରିପାରିବ ଡିସିପ୍ଲିନରେ। ଏଣ୍ଡ ଭାଇ 3 ମାସର ଏଇଟା କଥା ହିଁ ନାହିଁ। ଯଦି ନଲେଜ ନାହିଁ ଭାଇ, ନଲେଜ ପାଇଁ ତୁ ଟ୍ରାଏ କରେ। ଏଣ୍ଡ କାହାକୁ କ୍ରିଟିସାଇଜ କରିବାକୁ ଟ୍ରାଏ କରନା, କଣ ପାଇଁ ନା ସିଏ ବହୁତ ମେହନତରେ ଯିଏ ବି ନିଜ ଆଚିଭ୍ କରିଛି ଯାହା ବି ତାକୁ ସମସ୍ତେ କହିବେ ନିଶ୍ଚୟ। ଏଣ୍ଡ ତମେ ନିଜ କାମ ନିଜେ କରିଚାଲ ଏଣ୍ଡ ନିଜେ ବେଟର ହୁଅ। ଏଣ୍ଡ କହିବାକୁ ତ ବହୁତ କିଛି ଅଛି, ଯିଏ ବି ତମ ଫ୍ରେଣ୍ଡ ଫ୍ୟାମିଲି ସବୁ କିଛି କହିବେ। ଏଣ୍ଡ ତମେ ନିଜ ଉପରେ ଫୋକସ କର।